ଏଇକରେ ଆସ ମା ମାନେ ଏଇପଟେ ଆସ। ये ଏଇଟା ଆଜ୍ଞା କୋଉ ମନ୍ଦିର ଆଜ୍ଞା? ଇଏ ବ୍ୟାସଦେବଙ୍କର ମନ୍ଦିର। ଆଜ୍ଞା ହଁ ଏଠି ପଞ୍ଚପାଣ୍ଡବ ଦୁର୍ଯ୍ୟୋଧନକୁ ଜାନୁଭବନ କରାହେଇଥିଲା। ଆଜ୍ଞା ଏଠି ମାଙ୍କର ତାଙ୍କର ଭଣ୍ଡାର। ଆଜ୍ଞା ଏଠି ବ୍ୟାସ ସରୋବର। ଆଜ୍ଞା ଏଠି ବରଫ ସ୍ଥଳୀ ଭିତରେ ଘର ତିଆରି ହେଇଛି। ଆଜ୍ଞା ସେ ତା ତଳେ ବହୁତ ଧନ ଭଣ୍ଡାର ଗଦା ହେଇଛି। ଆଜ୍ଞା ତେଣୁକରି ଆମେ ସମସ୍ତେ ଜାଣି ନ ପାରିକିରି ମହାପ୍ରଭୁକୁ ନ ଚିହ୍ନି ପାରିକି ଅସୁସ୍ଥରେ ଆମେ ରହିଛେ। ଆଜ୍ଞା ତେଣୁ ଯଦି ଆମେ ଜାଣିପାରିବା ତାହେଲେ ଏଇଠି ବି ବର ପାଇଯିବା। ଆଜ୍ଞା ତାହେଲେ ଇଏ ହଉଛି ବ୍ୟାସ ସରୋବର। ଆଜ୍ଞା ଏଠି ତାଳ ଗଛ ପଡିଲେ ବି ସୁଦ୍ଧା ପଙ୍କରେ ବୁଡିଯିବ। ଆଜ୍ଞା ତେଣୁକରି ତାପରେ କି ଭଗବାନଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା କରାଯାଇଛି ଆଜ୍ଞା ଯେ ତାପରେ ମାଙ୍କଡା ବୃଷ୍ଟି ହେଇଛି, ତା ତଳେ ଗୁମ୍ଫା ଅଛି। ଆଜ୍ଞା ସେ ଗୁମ୍ଫାରେ ସମସ୍ତେ ଦେବମାନେ ସମସ୍ତେ ବାସ କରୁଛନ୍ତି। ମା ବିରଜା ତାଙ୍କୁ ରଖିଛନ୍ତି। ହଁ ମା ବିରଜା ଡାଇରେକ୍ଟ ରଖିଛନ୍ତି ଆଉ। ହୁଁ ଇଏ ହଉଛି ଯୋଉ ବାସୁଦେବଙ୍କର ପାଦ ଜାଗା। ଆଜ୍ଞା ଛତିଆବଟ ହଉଛି ତାଙ୍କର ନାଭି। ଆଜ୍ଞା ଜଗନ୍ନାଥ ମନ୍ଦିର ହଉଛି ତାଙ୍କର ମେନ୍ ଧାମ ଧାମଟା। ଆଜ୍ଞା ଆଜ୍ଞା ହଁ। ତେଣୁ ଏଇଟା ତାଙ୍କର ପାତାଳଗାମୀ ହେଇଛି ପାଦ ଦେଶଟା। ଏଠି ମା ବିରଜା ତାଙ୍କର ସ୍ତ୍ରୀ ଥିଲେ ଆଗ ରୂପରେ। ଆଜ୍ଞା ଏଠି ବିରଜା ରୂପରେ ସେ ଭିତରେ ଅଛନ୍ତି। ଆଜ୍ଞା ହଁ ସେଠି ଯେତେବେଳେ ଯୁଦ୍ଧ ହେଲା ସେ ଯାଇକିରି ପାତାଳଗାମୀ ହେଇକିରି ତାଙ୍କ ମାଙ୍କ ପାଖରେ ସେ ଶରଣ ନେଲେ। ଏଛା ସେପଟେ ଗଲେ ଏଇକରେ ଆସ ଏକରେ କୁହ। ତେଣୁ ସତ୍ୟ ଯୁଗ ଆସିଲେ ଆଜ୍ଞା ସେମାନେ ମାଙ୍କ ଠାରୁ ଆଣିକିରି ଦୁର୍ଯ୍ୟୋଧନକୁ ମାରିଲେ। ସତ୍ୟ ଯୁଗ ଏଠାରେ ଚାଲିବ। ଆଜ୍ଞା ହଁ ଏଇଟା ପୁରାଣ ଯାହା କହୁଛି ଆଉ। ହଁ। ଆଜ୍ଞା ପୁରାଣ ଭୀମ ବହି ଆମର ବେଦର ଯୋଉ ଅଛନ୍ତି ଅଚ୍ୟୁତ ସେମାନେ ବି କହୁଛନ୍ତି। ଆଜ୍ଞା ତେଣୁ ଏଇଟା ହବ ଶେଷ ଜାଗା। ଏଇଟା କଳି ଶେଷ ହେଇଯିବ। ଗାଡି ପଳା ପଳା ସେପଟେ। ଆଜ୍ଞା ଆଉ ଏଠି ବସ। ଏଇଟା ଆମେ ଶୁଣୁଛୁ ଯାଜପୁର ଆଜ୍ଞା ଆଶ୍ରମ। ତାଙ୍କ ନାଁଟା କଣ କହିଲେ ଆଜ୍ଞା ଟିକେ କହିଦିଅନ୍ତୁ? ଏଠି ବ୍ୟାସଦେବ ମୁନି। ବ୍ୟାସଦେବ ମୁନି। ହଁ ଏ ଆଜ୍ଞାଙ୍କର ସମାଧି। ହଁ। ଆଚ୍ଛା ଗୁରୁ ବ୍ରହ୍ମ ମାଲି। ମାଙ୍କର ଟିକେ ଉଠେଇ ଦିଅ ଫଟୋ। ହଁ ମା ଆପଣ କୋଉଠୁ ଆସିଛନ୍ତି ମା? କୁହନ୍ତୁ। ଯାହା କହିଲେ ସେଇଆ କହିବ। ଉପର ପଢାରୁ ଆସିଛନ୍ତି। ଆଜ୍ଞା ମହିଦରପଡା। ଉପରବେଡା। ରାଷ୍ଟ୍ରପତିଙ୍କ ଗାଁ କହିଦିଅ। ମା କହୁନାହାନ୍ତି, ଆପଣ କହୁନାହାନ୍ତି, ଆପଣଙ୍କୁ ତ ସାରା ଓଡିଶା ଜାଣି ସାରିଲେଣି। କୁହନ୍ତୁ କୁହନ୍ତୁ ମା, ଆପଣଙ୍କ ଘର କୋଉଠି, କେମିତି କଣ ଏଠିକି ଆସିଛନ୍ତି ଭକ୍ତି ଦେଖିବା ପାଇଁ? ମହିମା ଆଶ୍ରମକୁ ଆସିଥିଲେ, ବ୍ୟାସଦେବ ମୁନିଙ୍କ ଆଶ୍ରମକୁ ଆସିଛନ୍ତି ଟିକେ ବୁଲିକି ଦର୍ଶନ କରିବା ପାଇଁ। ଏଠି କୁହନ୍ତୁ। ପୁରବଡା ଆଜ୍ଞା ତିରୁପତି ତାଙ୍କର ଭାଉଜ ଆସିଛନ୍ତି ଆଉ। ଆଜ୍ଞା ରାଷ୍ଟ୍ରପତିଙ୍କର ଭାଉଜ। ମା ନାଜ କରୁଛନ୍ତି। ନା ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କୁ ଦେଖିବ। ହଁ ଇଏ ପୁରା ଇଣ୍ଟରନେଟରେ ପୁରା ଛଡା ହବ। ୟୁଟ୍ୟୁବ ଗୁଗୁଲ ଯୋଉଠି ମାରିଦେବେ ଆପଣ ସବୁ ଛାଡ଼ିବେ। ହଁ ଆଜ୍ଞା ଆଜ୍ଞା ନମ୍ବର ଗୋଟେ ତମ ଭିତରୁ ଦେଇଦବ, ଆଜ୍ଞା ହ୍ୱାଟ୍ସଆପ ନମ୍ବର। ହଁ ନାଇଁ ନାଇଁ ଇଏ ଗୋଟେ ଏମିତି ଜିନିଷ, ଆପଣ ଚାଲିଗଲା ପରେ ବି ଆପଣ ପୁଅ ନାତି ବି ଆପଣ ଦେଖିପାରିବେ। ମୋ ମା ଏମିତି ଥିଲେ, ଏତେ ସନ୍ନ୍ୟାସୀ ଦର୍ଶନ କରିଥିଲେ। ନାଇଁ ଆଉ ଏବେ କଣ ଏ ଛୋଟ ମୋଟ କଥା ନା କଣ? ଏତେ ବଡ ଦର୍ଶନ କରିବା କଣ ଗେଲ କଥା? ଆଉ ଇଏ ହେଲା ପାଞ୍ଚ ପାଣ୍ଡବ ଏଇ ସମୁଦ୍ର ନଈରେ ଯେତେବେଳେ ତାଙ୍କ ମା ତାଙ୍କୁ ଉଦ୍ଧାରି ନେଇକି ଯାଇଥିଲେ। ବହୁତ ବଡ଼ ବିଶାଳ ସମୁଦ୍ର, ହିସାବ ନାହିଁ। ତେଣୁକରି ସେ ପରମାତ୍ମାଙ୍କର କିଛି ଅଛି, ତାଙ୍କର ଦୟା ଅଛି, ଗୁରୁଙ୍କର ଦୟା ଅଛି। ତାଙ୍କୁ ଅନୁସରଣ କରି ଆମେ ପଥଗାମୀ କରି ବହୁତ ଦୂରରୁ ଏତେ ବାଟ ଚାଲି ଆସିଛୁ। ଯେ ସେ ପ୍ରଭୁଙ୍କର ଏତେ କରୁଣା ଅଛି, କି ଏତେ ମହିମା ଅଛି ଯେ ତାଙ୍କ ବିନା ଅନ୍ୟ ଗତି କିଛି ଆମର ନାହିଁ। ସମସ୍ତେ ତାଙ୍କୁ ଅନୁସନ୍ଧାନ କରି ଅଛୁ। ଏସବୁ କହିବ, ଏସବୁ ଗୁରୁ ବ୍ରହ୍ମ ମହିମା ଆଲେ। ବିଶ୍ୱ କଲ୍ୟାଣ, ଦେହ ଆରୋଗ୍ୟର, କାଳ କବଳ ରକ୍ଷା, ଜନବାହନ ଶାନ୍ତିରେ ଯୁଆଡେ ଗଲେ ଜୟ ହେଉ। ଚାରିବାର ସୁଖରୁ କାଳ ବିକାଳ ରକ୍ଷା, ଗୁରୁ ବ୍ରହ୍ମ ମହାବ୍ରହ୍ମ ମହିମା। ସବୁ ମା ମାନେ ଭକ୍ତ।